କଳ୍ପନା କରନ୍ତୁ ଆପଣ ମହାକାଶରେ ଭାସୁଛନ୍ତି ଏବଂ ଆପଣ ହଠାତ୍ ଦେଖିଲେ ଗୋଟିଏ ବିଶାଳ କଳା ଗୋଲା। ଆପଣ ଯେତେ ପଳାଇବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ସେଥିର ଯେଉଁ ଶକ୍ତି ଆପଣଙ୍କୁ ମାଧ୍ୟାକର୍ଷଣ ଶକ୍ତି ସହିତ ଆପଣଙ୍କୁ ଆଉ ଟାଣୁଛି। କୁହାଯାଏ ଏମିତି ଏକ ରହସ୍ୟମୟ ସ୍ଥାନ ଅଛି ଯେଉଁଠାରେ ଲାଇଟ୍ ମଧ୍ୟ ବାହାରି ପାରିନଥାଏ। ସେହି ରହସ୍ୟମୟ ସ୍ଥାନର ନାମ ହେଉଛି ବ୍ଲାକ୍ ହୋଲ୍। କିନ୍ତୁ ଏହା ସତରେ ସବୁକିଛି ଗିଳିଦିଏ କି? ଆସନ୍ତୁ ସହଜ ଭାଷାରେ ବୁଝିବା। ପ୍ରଥମେ ଆମକୁ ଏହା ବୁଝିବାକୁ ପଡ଼ିବ ଯେ ବ୍ଲାକ୍ ହୋଲ୍ କୌଣସି ଏକ ଗଡ଼ତା ନୁହେଁ। ଏହା ମହାକାଶରେ ଥିବା ଏମିତି ଏକ ଅଞ୍ଚଳ ଯେଉଁଠାରେ ଗ୍ରାଭିଟେସନାଲ ଫୋର୍ସ ବହୁତ ଅଧିକ ଥାଏ, ଯେଉଁଠାରେ ଲାଇଟ୍ ମଧ୍ୟ ଗଲେ ସେଠାରୁ ବାହାରି ପାରିନଥାଏ। ଏବେ ପ୍ରଶ୍ନ ଆସେ ଯେ ବ୍ଲାକ୍ ହୋଲ୍ କେମିତି ବନିଥାଏ? ସୂର୍ଯ୍ୟଠାରୁ ଯେତେବେଳେ ବଡ଼ ତାରା ତାର ଜୀବନର ଅନ୍ତିମ ପର୍ଯ୍ୟାୟକୁ ଯେତେବେଳେ ପହଞ୍ଚିଥାଏ, ସେହି ସମୟରେ ଗୋଟିଏ ବଡ଼ ବିସ୍ଫୋରଣ ହୁଏ ଯାହାକୁ ସୁପରନୋଭା କୁହାଯାଇଥାଏ। ସେହି ବିସ୍ଫୋରଣରୁ ତାରାର ମଝି ଅଂଶ ଭାଙ୍ଗି ପଡ଼େ ସେହି ଗୁରୁତ୍ୱାକର୍ଷଣ ଶକ୍ତି ଯୋଗୁଁ ଏବଂ ତାହାକୁ ହିଁ କୁହାଯାଏ ବ୍ଲାକ୍ ହୋଲ୍। ଭାବନ୍ତୁ ଆପଣ ଗୋଟିଏ ସ୍ପେସ୍ କ୍ରାଫ୍ଟରେ ବସିଛନ୍ତି ଏବଂ ଆପଣ ବ୍ଲାକ୍ ହୋଲ୍ ସାମ୍ନାକୁ ଯାଉଛନ୍ତି। ଆରମ୍ଭରୁ ଆପଣଙ୍କୁ କିଛି ଲାଗିବ ନାହିଁ, କିନ୍ତୁ ଆପଣ ଯେତେ ନିକଟକୁ ଯିବେ ସେତେ ଆପଣଙ୍କୁ ତାହାର ଗୁରୁତ୍ୱାକର୍ଷଣ ଶକ୍ତି ଆପଣଙ୍କୁ ଟାଣିବାକୁ ଲାଗିବ। ବ୍ଲାକ୍ ହୋଲ୍ର ଗୁରୁତ୍ୱାକର୍ଷଣ ଶକ୍ତି ଏତେ ଯେ ତା ପାଖକୁ ଗଲେ ଫେରିବା ଆଉ ଅସମ୍ଭବ। ବୈଜ୍ଞାନିକମାନଙ୍କ ଅନୁସାରେ ଏହି ସମୟରେ ଆପଣଙ୍କ ଶରୀରରେ ବହୁତ ଟାଣ ପଡ଼ିବ, ଯାହାକୁ କୁହାଯାଇଥାଏ ସ୍ପେକ୍ଟ୍ରିଫିକେସନ୍।